ବ୍ୟାସଦେବଙ୍କର ଦାନ ମାନବ ସମାଜକୁ ଅତୁଳନୀୟ, ଯାହାକୁ ତୁଳନା କରିହୁଏ ନାହିଁ। ବ୍ୟାସଦେବ କ'ଣ କଲେ? ଏ ଯୋଉ ଅଷ୍ଟାଦଶ ପୁରାଣ ରଚନା କଲେ, ଗୀତା ରଚନା କଲେ, ଅନ୍ତିମ ଗ୍ରନ୍ଥ ଭାଗବତକୁ ସେ ରଚନା କରି ମାନବ ସମାଜକୁ ଦାନ କରିଦେଲେ। ଥରେ ଚିନ୍ତା କରି ଦେଖନ୍ତୁ, ଜଣେ ବ୍ୟକ୍ତି ପକ୍ଷରେ କେବେ ଅଷ୍ଟାଦଶ ପୁରାଣ ରଚନା କରିବା? ବେଦ ଆବୁରୁ ଜାବୁରୁ ହେଇଥିଲା। କୋଉଟା ଋଗ୍ବେଦ, କୋଉଟା ସାମବେଦ, କୋଉଟା ଯଜୁର୍ବେଦ, କୋଉଟା ଅଥର୍ବ ବେଦ ବୋଲି କିଛି ନଥିଲା। ଆଗ କାଳରେ ସ୍ମୃତି ମାଧ୍ୟମରେ ଗୁରୁମାନେ କହୁଥିଲେ, ଶିଶୁମାନେ ଶୁଣିକି ମନେ ରଖୁଥିଲେ। ସମସ୍ତଙ୍କର ମେମୋରି ପାୱାର ଅତି ପକ୍ଷର ଥିଲା। କାହିଁକି ନା ଲୋକମାନେ ଦୁଶ୍ଚିନ୍ତାଗ୍ରସ୍ତ ହଉନଥିଲେ, ଲୋକମାନେ ସାତ୍ତ୍ୱିକ ଖାଦ୍ୟ ଖାଉଥିଲେ, ଲୋକମାନଙ୍କର ଭଗବାନଙ୍କ ଉପରେ, ଗୁରୁଙ୍କ ଉପରେ ବିଶ୍ୱାସ ଭକ୍ତି ଥିଲା।